ଆରେ ଭାଇ ଏଇ ଗାଡ଼ି ତ ଏଇ ସାଙ୍ଗେ ସାଙ୍ଗେ ମୋତେ ଓଭରଟେକ୍ କରି ଯାଇଥିଲା ଏଇ 5-6 କିଲୋମିଟର ପୂର୍ବରୁ। ସେଇ ନମ୍ବର ତ JH05DR8252 ଏବେ ସାଙ୍ଗେ ସାଙ୍ଗେ ଆସି ବ୍ରିଜ୍ ଉପରେ ଚଢ଼ିଗଲା। ଆଜ୍ଞା ଦେଖିପାରୁଥିବେ ଆଗରେ ଯେଉଁ ବର୍ତ୍ତମାନ ଗାଡ଼ିଟି ଦୁର୍ଘଟଣା ଘଟିଛି ଏ ଓଭର ସ୍ପିଡ୍ ଓ ବାମ ପଟ ସାଇଡ଼୍ରେ ଓଭରଟେକ୍ କରୁଥିବା ସକାଶେ ହିଁ ଅଚାନକ ବ୍ରିଜ୍ ଉପରକୁ ଚଢ଼େଇ ଦେଇଛି। ଏ ଗାଡ଼ିଟିକୁ ମୁଁ ଦୀର୍ଘ 5-6 କିଲୋମିଟର ପୂର୍ବରୁ ଦେଖିଥିଲି, ମୋତେ ଓଭରଟେକ୍ କରି ଆସିଥିଲା, କିନ୍ତୁ ଏ ଜାଗାରେ ପହଞ୍ଚିଲା ବେଳକୁ ଗାଡ଼ି ପୋଲ ଉପରେ ଚଢ଼ି ଯାଇଛି କିନ୍ତୁ ଡ୍ରାଇଭର ନାହିଁ। ତା ଆଗପଟଟା ଯାଇକି ଟିକେ ମୁଁ ଆପଣମାନଙ୍କୁ ଦେଖାଇ ଦେଉଛି ଯେ ବ୍ରିଜ୍ର ବାଡ଼ ଥିଲା ହେତୁ ଗାଡ଼ିଟି ବଞ୍ଚିଗଲା, ନହେଲେ ଆଉ ଅଳ୍ପ ଟିକେରେ ବି ଗାଡ଼ିଟି ପୁରା ସମ୍ପୂର୍ଣ୍ଣ ଆରପଟକୁ ପଲଟି ଯିବାର ସମ୍ଭାବନା ଥିଲା। ଗାଡ଼ିରେ ତ କିଛି ତ୍ରୁଟି ରହିଥାଏ ବୋଲି ମୋର କାହିଁ ଜଣାପଡ଼ୁନି। ଡ୍ରାଇଭରର ଦ୍ରୁତ ଗତି ଆଉ ଲେଫ୍ଟ ସାଇଡ଼୍ ଅଚାନକ ଓଭରଟେକ୍ କରିବା ଦ୍ୱାରା ହିଁ ଏପରି ହେଇଥାଏ, ଯାହା ମୋର ଅନୁମାନ। ଦେଖନ୍ତୁ ଯଦି ବ୍ରିଜ୍ର ପାଚେରୀ ନଥାନ୍ତା ତାହେଲେ ସମ୍ପୂର୍ଣ୍ଣ ନଈକି ଗାଡ଼ିଟି ପଲଟି ଯାଇଥାନ୍ତା। ହେ ଭଗବାନ, ଦେଖିପାରୁଥିବେ ଫ୍ରଣ୍ଟ ଆକ୍ସିଲ୍, ଇଞ୍ଜିନ୍, ଗିୟର ବକ୍ସ ଆଉ ଆଗର ଜମା ଟୋଟାଲି କିଛି ବି ନାହିଁ। ଏଇ ସବୁଦିନ ଖାଲି ଆକ୍ସିଡେଣ୍ଟ ଦେଖି ଦେଖି ମୋତେ ବି ଗାଡ଼ି ଲାଇନ୍ ଛାଡ଼ିବାକୁ ଭାରି ଇଚ୍ଛା ହେଲା। କ'ଣ କରିବା ବନ୍ଧୁ, ଭିଡ଼ିଓଟି ପସନ୍ଦ ଆସିଲେ ଲାଇକ୍ କରିବା।